ଏହା ହେଉଛି 12 ଶତାବ୍ଦୀର ଗର୍ବ ପୁରୀର ପବିତ୍ର ଜଗନ୍ନାଥ ମନ୍ଦିର। ଏହା କେବଳ ଏକ ଟେମ୍ପଲ ନୁହେଁ, ଏହା ଏନ୍ସିଏଣ୍ଟ ଇଣ୍ଡିଆର ସବୁଠୁ ଆଡଭାନ୍ସଡ ଇଞ୍ଜିନିୟରିଂର ଜୀବନ୍ତ ପ୍ରମାଣ। ଇତିହାସ କୁହେ ଗଙ୍ଗବଂଶର ପ୍ରତାପୀ ରାଜା ଅନନ୍ତ ବର୍ମାନ ଚୋଡ଼ଗଙ୍ଗ ଦେବ ଏହି ମହାନ ଦୌଲର ନିର୍ମାଣ କରାଇଥିଲେ। କଳିଙ୍ଗ ଆର୍କିଟେକ୍ଚରରେ ନିର୍ମିତ 214 ଫୁଟ ଉଚ୍ଚତାର ଏହି ବିଶାଳ ଷ୍ଟ୍ରକ୍ଚରରେ କେଉଁଠି ସିମେଣ୍ଟର ବ୍ୟବହାର ନାହିଁ। ବଡ଼ ବଡ଼ ପଥରଗୁଡ଼ିକୁ ଇଣ୍ଟରଲକିଂ ଟେକ୍ନିକ୍ ଦ୍ୱାରା ଏକାଠି କରାଯାଇଛି। ଆଇରନ୍ କ୍ଲାମ୍ପସ୍ ଓ ଲିଡ୍ ଦ୍ୱାରା ଏହାକୁ ଏମିତି ବଣ୍ଡ କରାଯାଇଛି ଯାହା ଆଜି ପର୍ଯ୍ୟନ୍ତ ଅନବ୍ରେକେବଲ୍ ଅଛି। କିନ୍ତୁ ଏତେ ବଡ଼ ଷ୍ଟ୍ରକ୍ଚର ସ୍ୟାଣ୍ଡି ସଏଲ୍ ଉପରେ ଦୃଢ଼ ଭାବରେ ରହିଛି କିପରି? ଏହାର ରହସ୍ୟ ହେଉଛି ସ୍ୟାଣ୍ଡ ବକ୍ସ ଟେକ୍ନିକ୍। ଏହି ସ୍ୟାଣ୍ଡ ଏକ ସାଇଜ୍ମିକ୍ ଡ୍ୟାମ୍ପର ଭାବେ କାମ କରେ। ଅର୍ଥକ୍ୱେକ୍ ସମୟରେ ଏହା ଭାଇବ୍ରେସନ୍ସକୁ ଏବଜର୍ଭ କରି ମୂଳମୂଳ ଷ୍ଟ୍ରକ୍ଚରକୁ ସୁରକ୍ଷିତ ରଖେ। ଏହା ସହିତ ୱାଟର ଡ୍ରେନେଜକୁ ପରଫେକ୍ଟ ରଖେ, ଯାହାଦ୍ୱାରା ଫାଉଣ୍ଡେସନ କେବେ ଭୁଷୁଡ଼ି ଯାଏ ନାହିଁ। ମନ୍ଦିରର ଶିଖରରେ ଥିବା ଫ୍ଲାଗ ଆଉ ଗୋଟିଏ ଆଶ୍ଚର୍ଯ୍ୟ। ଏହା ୱିଣ୍ଡର ଅପୋଜିଟ୍ ଡାଇରେକ୍ସନରେ ଉଡୁଥିବା ପରି ଦେଖାଯାଏ। ଏହା ଫ୍ଲୁଇଡ୍ ଡାଇନାମିକ୍ସର କମାଲ, ଯେଉଁଠାରେ କର୍ଭଡ୍ ସ୍ପାୟାର ବାୟୁର ଫ୍ଲୋକୁ ପରିବର୍ତ୍ତନ କରେ ଓ ବାଉଣ୍ଡରୀ ଲେୟାର ସେପାରେସନ ସୃଷ୍ଟି କରେ। ଏଥିରୁ ଲୋ ପ୍ରେସର ଜୋନ୍ ତିଆରି ହୋଇ ବ୍ୟାକଫ୍ଲୋ ସୃଷ୍ଟି ହୁଏ, ଯାହାଦ୍ୱାରା ଫ୍ଲାଗ ଉଲ୍ଟା ଦିଗରେ ଉଡ଼େ। ଶିଖରରେ ଥିବା ଅଷ୍ଟଧାତୁର ନୀଳଚକ୍ର ପ୍ରାୟ 8 ଟନ୍ ଓଜନର। ଏହାକୁ ର୍ୟାମ୍ପ ପ୍ରିନ୍ସିପଲ ଦ୍ୱାରା ଉପରକୁ ନିଆଯାଇଥିଲା। ଏହା କେବଳ ରିଲିଜିୟସ୍ ସିମ୍ବଲ ନୁହଁ, ବରଂ ଲାଇଟନିଂ ଆରେଷ୍ଟର ଭାବେ କାମ କରେ। ମେଟାଲ ଷ୍ଟ୍ରିପ୍ସ ଦ୍ୱାରା ଲାଇଟନିଂକୁ ସୁରକ୍ଷିତ ଭାବରେ ଗ୍ରାଉଣ୍ଡକୁ ନିଆଯାଇଥାଏ। ମନ୍ଦିରର ଆଉଟର ୱାଲ ମେଘନାଥ ପାଚେରୀ ଏକ ଅନ୍ୟ ଚମତ୍କାର। ପ୍ରାୟ 20 ଫୁଟ ଉଚ୍ଚ ଓ 6 ଫୁଟ ମୋଟା ଏହି ୱାଲ ଏତେ ଶକ୍ତିଶାଳୀ ଯେ ସିଂହ ଦ୍ୱାର ଦେଇ ଭିତରକୁ ପ୍ରବେଶ କଲେ ସି ୱେଭ୍ସର ଶବ୍ଦ ପ୍ରାୟ ଶୁଣିବାକୁ ମିଳେ ନାହିଁ। ଏହା ଆକୁଷ୍ଟିକ୍ ଡ୍ୟାମ୍ପିଂର ଅଦ୍ଭୁତ ଉଦାହରଣ। ଆପଣ କେବେ ଏହି ପବିତ୍ର ଧାମକୁ ଭିଜିଟ୍ କରିଛନ୍ତି କି? ଯଦି କରିଛନ୍ତି କମେଣ୍ଟ ସେକ୍ସନରେ ୟେସ୍ ଲେଖନ୍ତୁ। ଜୟ ଜଗନ୍ନାଥ। Thank you for watching. Please subscribe to join our journey of uncovering facts.